माँ माँ गाँ देखीचु आना मिश्र अंशिका पाणी तो डांस रे मुग्ध होई संगमित्र बाबू 11 टका प्राइस करछन आउ साना मिश्र अंशिका पाणी को पई अशोक भाई 11 टका प्राइस करछन गायत्री जेना गायत्री जेना तापरे अमिय महापात्र रेडी जानते तापरे वैशालिनी महंती टिके रेडी जानतो कहीं टाइम हो गलानी जल्दी जल्दी परफॉर्मेंस सारी
ଝିଅ 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 ଏଠି। ଆମର ଗାୟତ୍ରୀ ଜେନାର ଡ୍ୟାନ୍ସରେ କହିକି ଆମର ପିସି ମିଶ୍ର ସାର୍ 1000 ଟଙ୍କା ପୁରସ୍କୃତ କରିଛନ୍ତି। ଦେବାଶିଷ ଭାଇ ନାଇଁ 500 ଟଙ୍କା ପୁରସ୍କୃତ କରିଛନ୍ତି। ଧନ୍ୟବାଦ। ଅମୀୟ ମହାପାତ୍ର ताखिरे टिके खुशी देखी माकू केते कथा मते पड़े भाविबाकू सापन मेघाइबू से मेघरे प्रियाकू भिजे दबू सापन रे सावन मेघाइबू से मेघरे प्रियाकू भिजे दबू भिजे बातू वैशाली मान धन्यवाद वैशाली मानती तापर सीमा प्रधान आनी माँ पुओ पर गोटे कहानी नाटक ड्रामा आरंभ कर
ताली भाई बहुत बढ़िया ବିଳାସିନୀ ମହାନ୍ତିଙ୍କ ଡ୍ୟାନ୍ସରେ ମୁଗ୍ଧ ହୋଇ ସଂଘମିତ୍ର ଭାଉଜଙ୍କ ତରଫରୁ 500 ଟଙ୍କା ଉପହାର ଦେଇଛନ୍ତି ଆଉ ଲିସା ଭାଉଜଙ୍କ ତରଫରୁ 20,001 ପ୍ରଦାନ ଦାନ କରିଛନ୍ତି बहुत बढ़िया बहुत बढ़िया सीमा प्रधान एंड ग्रुप धन्यवाद छप्पर फाड़ के आमर अतिथि सुदीप रंजन दास सार तरफ आमर कल्चरल ग्रुप को 5,001 टका दान देछिली ताको अनेक अनेक धन्यवाद अनेक धन्यवाद सर बहुत 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 धन्यवाद सर थैंक यू माँ है माँ ହେଉଛି ଏମିତି ଏକ ମଧୁର ଶବ୍ଦ ଯାହା ବିନା ଏ ସାରା ଦୁନିଆ ସ୍ତବ୍ଧ ସ୍ୱାର୍ଥପର ଏ ଦୁନିଆରେ ମରିଯିବା ପାଇଁ ତ ଅନେକ କାରଣ ରହିଛି କିନ୍ତୁ ବଞ୍ଚିବାର ଏକମାତ୍ର କାରଣ ହେଉଛି ମୋ ମା ସେଦିନ ମୋ ଦୁନିଆ ଅନ୍ଧକାର ଥିଲା ଆଖି ବନ୍ଦ ଥିଲା କିନ୍ତୁ ନିଶ୍ୱାସ ଚାଲିଥିଲା ଯେତେବେଳେ ମୁଁ ଆଖି ଖୋଲି ଏ ଦୁନିଆ ଦେଖିଲି ଜୀବନରେ ପ୍ରଥମ ଥର ମୋ କାନ୍ଦ ଦେଖି ମୋ ମା ହସିଥିଲା ମୋ ହାତ ଧରି ସେ ମୋତେ ଚାଲିବା ଶିଖାଇଲା ଆଉ ତାରି କୋଳରେ ସତେ ଯେମିତି ସରଗର ସବୁ ସୁଖ ମିଳିଯାଉଥିଲା ସୁଅରେ ହଜିଯାଏ ସେ ପିଲାଦିନ ମୁଁ ବଡ଼ ହେଲି ନିଜ ଗୋଡ଼ରେ ନିଜେ ଠିଆ ହେଲି ଟଙ୍କା କେଇଟା ପାଇଁ କେବଳ ମୋ ଗାଁ ନୁହେଁ ମୋ ମାଠୁ ବି ଅନେକ ଦୂରକୁ ଚାଲିଗଲି ହଁ ଅନେକ ଦୂରକୁ ଚାଲିଗଲି हेलो हेलो अरे बाबा तो ठीक अच्छु ना हाँ माँ मु ठीक अच्छी रख रख मु बहुत व्यस्त अच्छी तो रखिलु
ସାଙ୍ଗସାଥି ପାଇ ମୁଁ ମୋ ମାର ସେ ସ୍ନେହ ମମତାର ବନ୍ଧନରୁ ମୁକ୍ତ ହେବାକୁ ଚାହୁଁଥିଲି। ଏବେ ତାର ପ୍ରତ୍ୟେକଟି କଥା ମୋ ମନରେ ବିରକ୍ତି ଭାବ ସୃଷ୍ଟି କରୁଥିଲା। ତାର ସେ ଗେହ୍ଲା ଆକଟ ଆଜି ମୋ ପାଇଁ ମୂଲ୍ୟ ହୋଇନଥିଲା। ବଡ଼ ହୋଇଯାଇଥିଲି ନା, ଟଙ୍କା ବି ରୋଜଗାର କରୁଥିଲି। ଭାବୁଥିଲି ମାର ବା ଆଉ କ'ଣ ଆବଶ୍ୟକତା ରହିଛି। ଏବେ ମୁଁ ତା ଉପରେ ଆଙ୍ଗୁଠି ଉଠାଇବା ଆରମ୍ଭ କରିଦେଲି। ଛୋଟ ଛୋଟ କଥାରେ ଦୋଷ ଦେଇ ଦୂରେଇ ଯିବାକୁ ଲାଗିଲି। କିନ୍ତୁ କିନ୍ତୁ ମୁଁ ତ ମା ନା, କ'ଣ ବା କରିପାରିବି? ନିଜର ଏ ଦୁଃଖ କାହାକୁ ବା କହିବି? ଯିଏ ଦିନେ ମୋ ଆଖିର ତାରା ଥିଲା, ଆଜି ସିଏ ହିଁ ମତେ ଆଖି ଦେଖାଉଛି। ଯାହାକୁ ଦିନେ ମୁଁ କଥା କହିବା ଶିଖେଇଥିଲି, ଆଜି ସିଏ ହିଁ ମତେ ଚୁପ୍ ରହିବାକୁ ବାଧ୍ୟ କରୁଛି। ନାନାବାୟା ଗୀତ ଗାଇ ଯାହାକୁ ଦିନେ ମୁଁ ଶୋଇ ଦଉଥିଲି, ଆଜି ସିଏ ହିଁ ମୋ ଆଖିରୁ ନିଦ ହଜେଇ ଦଉଛି। ଯାହାକୁ ଦିନେ ମୁଁ ହିସାବ ଶିଖେଇଥିଲି, ଆଜି ସିଏ ହିଁ ମୋ ଠିକ୍ ଭୁଲର ହିସାବ କରୁଛି। ଯାହା ପାଇଁ ଜୀବନର ସବୁ ଖୁସି ଭୁଲିଗଲି, ଆଜି ସେ ହିଁ ମୋର ଏ ଶେଷ ସମୟରେ ଦୁଃଖ ଦେଇ ଚାଲିଛି। କିନ୍ତୁ କ'ଣ ବା କରିବି? ମୁଁ ତ ଜଣେ ମା ନା।